ସୁରଭି କାର୍ଯ୍ୟକ୍ରମ ପାଇଁ କୁଇଜ ପ୍ରଶ୍ନ ଆମେ ଆଜି ଆଲୋଚନା କରିବା, ଯୋଉଥିରେ କି ଆମର ଇତିହାସ, ଭୂଗୋଳ, କଳା ସଂସ୍କୃତି, ଗଣିତ, ବିଜ୍ଞାନ ସବୁର କିଛି କିଛି ପ୍ରଶ୍ନ ଆମେ ଏଠି ନେଇଛୁ। ଆସନ୍ତୁ ଦେଖିବା। ଓଡ଼ିଶାର କେଉଁ ଜିଲ୍ଲାରେ ବକ୍ସାଇଟ୍ ଉତ୍ପାଦନ କରାଯାଏ? ଏହାର ଉତ୍ତର ହେଉଛି କୋରାପୁଟ। ପରବର୍ତ୍ତୀ ପ୍ରଶ୍ନ, ସାନ ଘାଗରା ଓ ବଡ଼ ଘାଗରା ଜଳପ୍ରପାତ କେଉଁ ଜିଲ୍ଲାରେ ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି କେନ୍ଦୁଝର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଓଡ଼ିଶାର ପୂର୍ବ ଦିଗରେ କେଉଁ ସାଗର ଅବସ୍ଥିତ? ଏହାର ସଠିକ ଉତ୍ତରଟି ହେଉଛି ବଙ୍ଗୋପସାଗର। ସମସ୍ତେ ଏଇଟା ଜାଣିଥିବେ। ପଶ୍ଚିମରେ କୋଉ ସାଗର ଅଛି? ଯଦି ଜାଣିଛନ୍ତି କମେଣ୍ଟ କରନ୍ତୁ। ଓଡ଼ିଶାର ଉଚ୍ଚତମ ପର୍ବତର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଦେଓମାଳି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ବୃହତ୍ତମ ନଦୀର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ମହାନଦୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଓଡ଼ିଶାର କେଉଁ ସ୍ଥାନରେ କୋଇଲା ଉତ୍ପାଦନ କରାଯାଏ? ଏହାର ଉତ୍ତରଟି ହେଉଛି ତାଳଚେର। ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ଆମର କୋଇଲା ଉତ୍ପାଦନ କରାଯାଏ। ଗୋପାଳପୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ? ଏହାର ଉତ୍ତରଟି ହେଉଛି ଗଞ୍ଜାମ। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। ଭାରତର ବନ୍ୟଜନ୍ତୁ ବୋର୍ଡ କେବେ ପ୍ରତିଷ୍ଠିତ ହୋଇଥିଲା? ଏହାର ଉତ୍ତରଟି ହେଉଛି 1952 ମସିହା। ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ କେଉଁ ମସିହାରେ ଓଡ଼ିଶାକୁ ଆସିଥିଲେ? ଏହାର ସଠିକ ଉତ୍ତରଟି ହେଉଛି 1921 ମସିହା ମାର୍ଚ୍ଚ ମାସ 23 ତାରିଖ। ପାଇକ ବିଦ୍ରୋହ କେବେ ହୋଇଥିଲା? ଏହାର ଉତ୍ତରଟି ହେଉଛି 1817 ମସିହା। ପରବର୍ତ୍ତୀ ପ୍ରଶ୍ନ, ଲିଙ୍ଗରାଜ ମନ୍ଦିରର ନିର୍ମାଣ କାର୍ଯ୍ୟ କେଉଁ ରାଜା କରିଥିଲେ ବା କିଏ କରିଥିଲେ? ଏହାର ଉତ୍ତରଟି ହେଉଛି ଯଯାତି କେଶରୀ। ପରବର୍ତ୍ତୀ ପ୍ରଶ୍ନ, ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ ମିଟର? ଏହାର ଉତ୍ତର ହେଉଛି 55 ମିଟର। ଯଦି ଫୁଟରେ ପଚାରିଥାଏ ଆପଣ ତାହେଲେ ଲେଖିବେ 180 ଫୁଟ। ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ? ଏହାର ଉତ୍ତରଟି ହେଉଛି ଚୋଡ଼ଗଙ୍ଗ ଦେବ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଖାରବେଳଙ୍କ ସମ୍ପର୍କିତ ତଥ୍ୟ କେଉଁ ସ୍ଥାନରେ ମିଳିଥାଏ? ଏହା ହେଉଛି ଆମ ଭୁବନେଶ୍ୱର ଠାରେ ଅବସ୍ଥିତ ଉଦୟଗିରି ହାତୀ ଗୁମ୍ଫାରେ ଖାରବେଳଙ୍କ ସମ୍ପର୍କରେ ତଥ୍ୟ ମିଳେ। କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଏହାର ଉତ୍ତରଟି ହେଉଛି ଖ୍ରୀଷ୍ଟପୂର୍ବ 261। ମନେ ରଖନ୍ତୁ, ଏଇଟା ଖ୍ରୀଷ୍ଟାବ୍ଦ ନୁହେଁ, ଖ୍ରୀଷ୍ଟପୂର୍ବ। କଳିଙ୍ଗ ଯୁଦ୍ଧ କେଉଁ ନଦୀ କୂଳରେ ହୋଇଥିଲା? ଏହାର ଉତ୍ତରଟି ହେଉଛି ଦୟା ନଦୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଖାରବେଳଙ୍କ ରାଜଧାନୀର ନାମ କ'ଣ ଥିଲା? ଏହାର ସଠିକ ଉତ୍ତରଟି ହେଉଛି କଳିଙ୍ଗ ନଗର। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗୁଛି ତାହେଲେ ଭିଡିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଲୁହାରେ କଳଙ୍କି ଲାଗିବା କେଉଁ ପରିବର୍ତ୍ତନ? ଉତ୍ତରଟି ହେଉଛି ରାସାୟନିକ ପରିବର୍ତ୍ତନ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କ୍ଷୀରରେ ଜଳ ମିଶିବା କେଉଁ ପ୍ରକାର ପରିବର୍ତ୍ତନ? ଏହାର ସଠିକ ଉତ୍ତରଟି ହେଉଛି ଭୌତିକ ପରିବର୍ତ୍ତନ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଜଳର ଆଣବିକ ସଂକେତ କ'ଣ? ଏହାର ଉତ୍ତରଟି ହେଉଛି H2O। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଆମେ ସବୁ ପ୍ରଶ୍ନ ଆଲୋଚନା କରୁଛୁ ବିଜ୍ଞାନରୁ, ଗଣିତରୁ, ଦେଖିବାକୁ ଭୁଲନ୍ତୁ ନାହିଁ। ପ୍ରାକୃତିକ ମୌଳିକର ସଂଖ୍ୟା କେତେ? ଏହାର ଉତ୍ତରଟି ହେଉଛି 98ଟି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଲିଟମସ୍ ପେପର ଅମ୍ଳୀୟ ଦ୍ରବଣରେ ମିଶିଲେ କ'ଣ ହୁଏ? ଏହାର ଉତ୍ତର ହେଉଛି ଲିଟମସ୍ ପେପର ନୀଳ ରଙ୍ଗରୁ ନାଲି ରଙ୍ଗକୁ ପରିବର୍ତ୍ତିତ ହୋଇଯାଏ। ଅମ୍ଳ ଓ କ୍ଷାରକ ମଧ୍ୟରେ ପ୍ରଶମନୀକରଣ ହେଲେ କ'ଣ ସୃଷ୍ଟି ହୁଏ? ଉତ୍ତର ହେଉଛି ଲବଣ ଓ ଜଳ। ପରବର୍ତ୍ତୀ ପ୍ରଶ୍ନ। ଭାରତର ପ୍ରଥମ ପଞ୍ଚବାର୍ଷିକ ଯୋଜନା
କେବେ ପାରିତ ହୋଇଥିଲା? ଏହାର ଉତ୍ତର ହେଉଛି 1951 ମସିହା। କେଉଁ କଂଗ୍ରେସ ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ୍ୟ ଘୋଷଣା କରାଯାଇଥିଲା? ଲାହୋର ଠାରେ ଯେଉଁ ଅଧିବେଶନ ହୋଇଥିଲା 1929 ମସିହାରେ ପୂର୍ଣ୍ଣ ସ୍ୱରାଜ୍ୟ ଦାବି କରାଯାଇଥିଲା। ଲର୍ଡ କର୍ଜନ କେଉଁ ମସିହାରେ ବଙ୍ଗ ବିଭାଜନ ଘୋଷଣା କରିଥିଲେ? ଟା 1905 ମସିହା ଅକ୍ଟୋବର ମାସ 16 ତାରିଖ। କାକୋରୀ ହତ୍ୟାକାଣ୍ଡ ଘଟଣା କେବେ ହୋଇଥିଲା? ଏହାର ଉତ୍ତରଟି ହେଉଛି 1925 ମସିହା। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସ୍ୱାଧୀନତା ପୂର୍ବରୁ କେତୋଟି ଗଡ଼ଜାତ ଅଞ୍ଚଳ ଆମ ଭାରତରେ ଥିଲା? ଉତ୍ତର ହେଉଛି 565ଟି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଭାରତର ଜାତୀୟ ମୋଟୋ ବା ଉଦ୍ଦେଶ୍ୟ କ'ଣ? ଏହାର ଉତ୍ତରଟି ହେଉଛି ସତ୍ୟମେବ ଜୟତେ। ପରବର୍ତ୍ତୀ ପ୍ରଶ୍ନ ଆସନ୍ତୁ ଦେଖିବା। ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରଚଳିତ ମାଗାଜିନ୍ର ନାମ କ'ଣ? ଏହାର ନାମ ହେଉଛି ୟଙ୍ଗ ଇଣ୍ଡିଆ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଛି ପ୍ଲିଜ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ପ୍ରତିଭା ଦେବୀ ସିଂ ପାଟିଲ। ପରବର୍ତ୍ତୀ ପ୍ରଶ୍ନ। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ନାମ କ'ଣ? ଏହାର ଉତ୍ତର ହେଉଛି ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ନେକ୍ସଟ ପ୍ରଶ୍ନ। ସମ୍ବିଧାନ ପ୍ରସ୍ତାବନାର ଜନକ କିଏ? ଏହାର ଉତ୍ତରଟି ହେଉଛି ଜବାହରଲାଲ ନେହେରୁ। ପରବର୍ତ୍ତୀ ପ୍ରଶ୍ନ ଦେଖିନେବା। ତ୍ରିଭୁଜର ତିନି କୋଣର ପରିମାଣର ସମଷ୍ଟି କେତେ ଡିଗ୍ରୀ? ଉତ୍ତରଟି ହେଉଛି 180 ଡିଗ୍ରୀ। ନେକ୍ସଟ ପ୍ରଶ୍ନ। ଏଗୁଡ଼ିକ ଗଣିତ ପ୍ରଶ୍ନ ଦେଖନ୍ତୁ। କେଉଁ ଘନ ବସ୍ତୁର ଶୀର୍ଷ ବିନ୍ଦୁ ନଥାଏ? ଏହାର ଉତ୍ତର ହେଉଛି ଗୋଲକ। ଆମ ଚ୍ୟାନେଲରେ ଆପଣ କୁଇଜରେ ସବୁ ପ୍ରକାର ପ୍ରଶ୍ନ ମିକ୍ସ ପାଇଯିବେ। 60 ଡିଗ୍ରୀ କୋଣର ଅନୁପୂରକ କୋଣର ପରିମାଣ କେତେ? ଏହାର ଉତ୍ତର ହେଉଛି 30 ଡିଗ୍ରୀ, କାରଣ ଅନୁପୂରକ ହେଲେ ଦୁଇଟି କୋଣକୁ ମିଶାଇଲେ 90 ଡିଗ୍ରୀ ହେଉଥିବ। ରଶ୍ମିର କେତୋଟି ଆଦ୍ୟ ବିନ୍ଦୁ ଥାଏ? ଏହାର ଉତ୍ତର ହେଉଛି ଗୋଟିଏ। ପରବର୍ତ୍ତୀ ପ୍ରଶ୍ନ ଆମେ ଦେଖିବା। କୋଣର ପରିମାଣ କେତେ ଡିଗ୍ରୀ ହେଲେ ତାହାକୁ ଆମେ ସମକୋଣ ବୋଲି କହିବା? ଏହାର ଉତ୍ତର ହେଉଛି 90 ଡିଗ୍ରୀ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତ୍ରିଭୁଜର ମଧ୍ୟମା ସଂଖ୍ୟା କେତୋଟି? ଗୋଟିଏ ତ୍ରିଭୁଜରେ କେତୋଟି ମଧ୍ୟମା ଥାଏ? ଉତ୍ତର ହେଉଛି 3 ଗୋଟି। ପରବର୍ତ୍ତୀ ପ୍ରଶ୍ନ ଆସନ୍ତୁ ଦେଖିନେବା। ସମଘନର ଧାର ସଂଖ୍ୟା କେତେ? ଏହାର ସଠିକ ଉତ୍ତରଟି ହେଉଛି 12ଟି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କେଉଁ ଚତୁର୍ଭୁଜର କର୍ଣ୍ଣଦ୍ୱୟ ପରସ୍ପରକୁ ସମକୋଣରେ ସମ ଦ୍ୱିଖଣ୍ଡ କରନ୍ତି? ଏହାର ଉତ୍ତରଟି ହେଉଛି ରମ୍ବସ୍। ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବାର ସୂତ୍ରଟି କ'ଣ? ଏହାର ଉତ୍ତର ହେଉଛି ହାଫ୍ ଇଣ୍ଟୁ ଭୂମି ଗୁଣନ ଉଚ୍ଚତା ବା 1/2 ଇଣ୍ଟୁ ଭୂମି ଗୁଣନ ଉଚ୍ଚତା। ଗୋଟିଏ ବିନ୍ଦୁ ଦେଇ କେତୋଟି ସରଳ ରେଖା ଅଙ୍କନ କରାଯାଇପାରିବ? ଏହାର ଉତ୍ତର ହେଉଛି ଅସଂଖ୍ୟ। ଯଦି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡିଓଟିକୁ ଲାଇକ୍ କରନ୍ତୁ। ପାର୍ଟ 1 ଏବଂ ପାର୍ଟ 2 ଆମର ଅପଲୋଡ ହୋଇସାରିଛି, ସେଗୁଡ଼ିକୁ ଦେଖିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।